ଆପଣମାନେ ସବୁବେଳେ ଦେଖୁଥିବେ ମୁଁ ଘରୁ ହିଁ ବ୍ଲଗ୍ ଆରମ୍ଭ କରେ, ବଟ୍ ଆଜି ମୁଁ ବାହାରୁ ଆରମ୍ଭ କରୁଛି କାହିଁକିନା ତ ସାଙ୍ଗମାନେ ଯେତେବେଳେ ବି ଆପଣ ରନିଂ କରୁଛନ୍ତି ତ ତାପରେ କିଛି ଫ୍ରି ଏକ୍ସରସାଇଜ୍ ନିହାତି କରିବା ଜରୁରୀ। ସାଙ୍ଗମାନେ ଏବେ ଆମେ ଆସିକି ବରପଦା ମାର୍କେଟରେ ପହଞ୍ଚି ଯାଇଛୁ। ଯେମିତି ସାଙ୍ଗମାନେ ଏଠି ଆସିଲା ପରଠୁ ମୁଁ ଗୋଟେ ଜିନିଷ ନୋଟିସ୍ କରୁଛି, ଯେଉଁଟା ଆପଣମାନଙ୍କୁ ଏପର୍ଯ୍ୟନ୍ତ ମୁଁ ସେୟାର କରିନି, କି ଏଠି ମାନେ ତୁଳସୀ ଗଛ ଏତେ ଲଗାଯାଇଛି ଯେ ମାନେ ୱାନ୍ ଟାଇପ୍ ଅଫ୍ ଜଙ୍ଗଲ ହେଇଯାଇଛି। ତ ଏଠି ଖାଲି ନମସ୍କାର ଭାଇ ଓ ଭଉଣୀ, ମୁଁ ଅମନ ବେହେରା। ଆଜିର ଭିଡ଼ିଓକୁ ଆପଣମାନଙ୍କୁ ସ୍ୱାଗତ। ତ ଆପଣମାନେ ସବୁବେଳେ ଦେଖୁଥିବେ ମୁଁ ଘରୁ ହିଁ ବ୍ଲଗ୍ ଆରମ୍ଭ କରେ, ବଟ୍ ଆଜି ମୁଁ ବାହାରୁ ଆରମ୍ଭ କରୁଛି କାହିଁକିନା ମୁଁ ଆଜି ଆଗକୁ ଭାବିଲି ପଳେଇ ଆସିବି ରନିଂ, ତ ତାପରେ ମୁଁ ଆରମ୍ଭ କରିବି ବ୍ଲଗ୍। ତ ଏବେ ଆସିକି ଆମେ ଆମ ଗୋଲ୍ ପଏଣ୍ଟ ପାଖରେ ପହଞ୍ଚି ସାରିଛୁ। ତ ଆପଣ ଦେଖିପାରୁଥିବେ ପ୍ରତ୍ୟେକ ଦିନ ଭଳି ଆମେ ଆସିକି ଆମ ପଏଣ୍ଟରେ ପହଞ୍ଚି ସାରିଛୁ। ତ ଏବେ ରନିଂ ମାରିକି ଆସିଲି, ଆଉ କିଛି ଫ୍ରି ଏକ୍ସରସାଇଜ୍ କରିବା ଚାଲନ୍ତୁ। ତ ତାପରେ କ'ଣ ହେଉଛି କ'ଣ ନାହିଁ, ଆଜି ପୁରା ଦିନ ସାରାର କ'ଣ କ'ଣ କାମ ରହୁଛି ସବୁ ଆପଣମାନଙ୍କୁ ଦେଖେଇବି। ତ ଲେଟ୍ସ ଗୋ। ତ ସାଙ୍ଗମାନେ ଯେତେବେଳେ ବି ଆପଣ ରନିଂ କରୁଛନ୍ତି ତ ତାପରେ କିଛି ଫ୍ରି ଏକ୍ସରସାଇଜ୍ ନିହାତି କରିବା ଜରୁରୀ। ଆଉ ତା ପାଇଁ ପ୍ରଥମେ ଲାଇଟ୍ ୱାର୍କଆଉଟ୍, ତାପରେ ଧୀରେ ଧୀରେ ହେଭି ୱାର୍କଆଉଟ୍ ଆଡ଼କୁ ଯିବ। ତ ଚାଲନ୍ତୁ ଆରମ୍ଭ କରିବା ଆଜିର ଆମର ଫ୍ରି ଏକ୍ସରସାଇଜ୍ର ୱାର୍କଆଉଟ୍। ଫାର୍ଷ୍ଟ ଜମ୍ପିଂରୁ ସବୁବେଳେ ଷ୍ଟାର୍ଟ କରିବେ। ଆଉ ଆପଣମାନେ ଯେତେବେଳେ ଜମ୍ପିଂ ବି କରୁଛନ୍ତି କେବଳ ଟୋରେ ହିଁ କରିବେ, ତ ଆପଣମାନଙ୍କ ପାଇଁ ସେଟା ସହଜ ହେବ। ତାପରେ ଏକ୍ସଚେଞ୍ଜ ବାଲା ଜମ୍ପିଂ, ତ ଫ୍ରଣ୍ଟ ବ୍ୟାକ୍। ତାପରେ ସାଇଡ୍ ବାଲା, ତାପରେ ଟିକେ ସମୟ ରେଷ୍ଟ। ତାପରେ ପୁଣି ଆରମ୍ଭ।
ତାପରେ ଅଳ୍ପ ରେଷ୍ଟ। ତାପରେ ନାଇଟ୍ରୋଜେନ୍ normal height leg raise 1 2 4 5 6 7 8 9 10 पूरा 1 2 3 4 5 6 7 8 9 10 पूरा stretching, side stretching. 1 2 3 4 5 6 7 8 9 10 side stretching here. Rest. प्रत्येक दिन एमती अल्प अल्प करेंगे तो प्रत्येक दिन आपण मैंने अल्प अल्प करेंगे तापर धीरे धीरे वर्कआउट नंबर्स बढ़ेगा आ गोटे गोटे एक्स्ट्रा वर्कआउट आड करके जी। तो मुझे नुआ नुआ आरंभ करुँची तो ये बहुत हेवी अच्छी। तो सांग मैंने देखिपे ए मोर फ्री वर्कआउट सरीला तो आम आमर पुणी रिटर्न पर बाहर तो चलतु जा यार भितर रेस्ट हम आपर आम पुणी बाहरी जा रिटर्न घर को तो चलतु। तो सांग मैंने आम बाहरी गलु घर को तो देखो तो बाटर जो ये गोटे मंदिर अच्छे तो आप जस्ट हल्का छाई देखिपे कहीं जेहेतु धीरे धीरे राति पाऊँ तो क्लीयर देखा नथिबो तथापि देखा तो जदि हम या भितर को जाइए मुझे देखी जदि संभव हुए तो चलतु जा सांग मैंने आम आसिकी बरपदा मार्केट पहुँची जाइए जमी मुझे देखी कि से मंदिर को जावा कथा मंदिर गेट जेहेतु खोली नाला तो ये आम सीधा पलि आसलु बरपदा मार्केट को। तो यहाँ गोटे एमतीका मार्केट जोटा फ्री वे रास्ता माने गोटे पट को रही आगरपड़ा गोटे पट को रही आंदपुर आ गोटे पट आमर भद्रक। तो जो मैंने भद्रक आसुँच से बरपदा पॉइंट आगरपड़ा को कटे आउ कि आंदपुर को कटे। तो जो मैंने आंदपुर आसटा गोटे पॉइंट तो जो मैंने आगरपटर आसटा गोटे पॉइंट। तो आपण मानू चैनल एमती वीडियो कंटिन्यू रुहतु तो आम जाकि आपण मानू
ଆଜିର ଭିଡ଼ିଓରେ କ'ଣ କ'ଣ ହେଉଛି ଆଉ ମନ୍ଦିରରେ ଦେଖିପାରୁଛୁ କି ନାହିଁ, ତ ଆପଣମାନଙ୍କୁ ମୁଁ ଦେଖେଇବି। ଚାଲନ୍ତୁ ସିଧା ମନ୍ଦିରରେ ପହଞ୍ଚୁଛେ, ଦେଖା ହେବା। ତ ଦେଖିପାରୁଥିବେ ଏବେ ମାର୍କେଟରେ ସେମିତି ବିଶେଷ ଦୋକାନ ଖୋଲା ଯାଇନି, କେବଳ ଚା ଜଳଖିଆ ଦୋକାନ, ଆଉ କିଛି ଦୋକାନ ଖୋଲା ଯାଇନାହିଁ। ଇଏ ଥିଲା ବରପଦା ମାର୍କେଟର ଏମିତି କିଛି ଭିଉ। ତ ସାଙ୍ଗମାନେ, ଆପଣମାନେ ମୋର ଚ୍ୟାନେଲରେ ପୂର୍ବରୁ ବହୁତ ସାରା ଭିଡ଼ିଓ ଦେଖିଥିବେ କି ଏଠି ରାଜସ୍ଥାନରୁ ଆସିକି ଦୁଇ ପରିବାର ରହୁଥିଲେ। ତ ସକାଳୁ ଏମାନେ ଦୋକାନ ଏବେ ଖୋଲି ନାହାନ୍ତି। ତ ଯେଉଁମାନେ ବି ଦେଖିନାହାନ୍ତି ଯାଇକି ଜଲ୍ଦି ଜଲ୍ଦି ଦେଖିଦିଅନ୍ତୁ ସେ ଭିଡ଼ିଓ। ତ ମୁଁ ଡେସ୍କ୍ରିପସନ୍ରେ ଲିଙ୍କ୍ ବି ଦେଇଦେବି, ଆପଣମାନେ ଯାଇକି ଦେଖନ୍ତୁ। ତ ଚାଲନ୍ତୁ ଏବେ ଯିବା ମନ୍ଦିର ଆଡ଼କୁ, ଦେଖିବା ଗେଟ୍ ଖୋଲା ହେଲାଣି କି ନାହିଁ। ତ ଦେଖନ୍ତୁ ସାଙ୍ଗମାନେ, ଇଏ ହେଉଛି ସେଇ ବରପଦା କଲେଜ, ଯିଏ ସବୁବେଳେ ବହୁତ ସମୟ ଧରି ବିବାଦ ଘର ଭିତରେ ରହି ଆସୁଛି। ତ ଏଟା ଏବେ ସେକେଣ୍ଡ ଗେଟ୍ ହେଇଛି, ଆପଣମାନେ ଦେଖିପାରୁଥିବେ। ତ ଏଇଟା ସେକେଣ୍ଡ ଗେଟ୍, ଫାର୍ଷ୍ଟ ଗେଟ୍ ସେପଟେ ଅଛି, ଏଇଟା ସେକେଣ୍ଡ ଗେଟ୍ ନୂଆ ହେଇଛି। ତ ଆମେ ଏବାର ତ ଏଣ୍ଟ୍ରି ନାହିଁ, ତ ଆମେ ସେବାଟା ଯିବା। ତ ମନ୍ଦିରକୁ ଯିବା ପୂର୍ବରୁ ଦେଖିନିଅନ୍ତୁ ଏଠାରେ କେଉଁ କେଉଁ ଦେବତା ଅଛନ୍ତି। ମା ସରସ୍ୱତୀ, ଧର୍ମେଶ୍ୱର ମହାଦେବ, ଲକ୍ଷ୍ମୀ ନାରାୟଣ, ବିଘ୍ନେଶ୍ୱର ଓ ବଜରଙ୍ଗବାଲି। ଏପଟରେ ଡିଜେ ରହିଛି ଦେଖନ୍ତୁ। ତ ଆମେ ମନ୍ଦିର ଭିତରକୁ ଯାଉଛୁ, ଏଣ୍ଟ୍ରି କରୁଛୁ। ଦେଖିବା କ'ଣ ହେଉଛି। ତ ଆପଣମାନଙ୍କ ପାଇଁ ଆମେ କିଛି ବି କରିପାରୁ, ଦେଖିବା ପାଇଁ ସବୁବେଳେ ଚେଷ୍ଟା କରୁଛୁ କିଛି କିଛି ନୂଆ ଜିନିଷ। ଦେଖନ୍ତୁ କିଛି ସୁନ୍ଦର ଭିଉ ଏମିତି ଅଛି। ତ ଦେଖିପାରୁଥିବେ କେତେ ସୁନ୍ଦର ପରିବେଶ। ଏଠି ଅଛି ଗୋଡ଼ ହାତ ଧୋଇବା ପାଇଁ। ତ ଏଟା ତାଙ୍କ ଅଫିସ୍ ଭଳିଆ ଗୋଟେ ରୁମ୍ ଅଛି। ତ ଏପଟେ ଦେଖନ୍ତୁ ତାଙ୍କର କିଛି ପାର୍କ ଭଳିଆ ମାନେ ସଜେଇଛନ୍ତି। ତ ଏଠି ଆଗରେ ଅଛି ମାନେ ମଣ୍ଡପ ଯେଉଁଠି ବାହାଘର ହୁଏ। ତ ଇଏ ହେଉଛି ତାଙ୍କର ମନ୍ଦିରର ମୁଖ୍ୟ ଦ୍ୱାର। ତ ଏଠି ଦେଖେଇଥିଲି ଯେମିତି 5 ଜଣ ଦେବାଦେବୀ ପୂଜା ପାଉଛନ୍ତି। ତ ଦେଖନ୍ତୁ କେତେ ସାରା ଏଠି ତୁଳସୀ ଗଛ ବି ହେଇଛି, ପୁରା ତୁଳସୀମୟ କରିଦେଇଛନ୍ତି। ତ ସେପଟକୁ ଯିବା। ଏବେ ସେପଟରେ ଦେଖିବା କ'ଣ। 5 ଜଣ ଦେବାଦେବୀ ମାନେ 5 ପ୍ରକାର ମନ୍ଦିର ବି ଦେଖିପାରୁଥିବେ। ତ ଦେଖିପାରୁଥିବେ ଏଠି ଯେଉଁ ସବୁ ବାହାଘର ବ୍ରତଘର ବା ଯେକୌଣସି ଫଙ୍କସନ୍ ହୁଏ, ତ ଏଠି ରହିଛି ଖାଇବାର ବ୍ୟବସ୍ଥା। ଏଟା ହେଉଛି ତାଙ୍କ ଡାଇନିଂ ସ୍ପେସ୍। ତ ଏପଟେ ତାଙ୍କର କିଛି ପଛ ପାଖର ଭିଉ ରହିଛି। ତ କେତେ ସୁନ୍ଦର ହେଇଛି ଦେଖନ୍ତୁ। ଏଠି ଜଣେ ବ୍ୟକ୍ତିଗତ ଘର, ତାପରେ ଏଠି ମନ୍ଦିର ବି ହେଇଛି। ଦେଖିପାରୁଥିବେ କେତେ ସୁନ୍ଦର ପରିବେଶ ଏଠି ରହିଛି। ତ ଏଟା ହେଉଛି ପଛ ପାଖରେ ଗଢ଼ିଆ। ଏଠି ପିଜୁଳି, ବାତାପି ଲେମ୍ବୁ ଗଛ ହେଇଛି, କେତେ ସାରା ଫଳ ଗଛ। ପୁରା ମଜା ଆସିଗଲା ଏଠିକି ଆସିକି। ସାଙ୍ଗମାନେ, ଯେହେତୁ ଆଜି ମନ୍ଦିର ଖୋଲା ଯାଇନି, ଏହାର ସେଥିପାଇଁ ମାନେ ଗୋଟେ ସେପାରେଟ୍ ଭିଡ଼ିଓ ହେଇପାରୁନି। ତ ଆମେ ପରେ କେବେ ଆସିକି ଏହାର ଗୋଟେ ସ୍ପେଶାଲ୍ ସେପାରେଟ୍ ଭିଡ଼ିଓ ବନେଇବୁ। ଆଉ ଆପଣମାନେ ନିଶ୍ଚିତ ଦେଖିବେ ଆମ ଚ୍ୟାନେଲ୍ ଖୁବ୍ କମ୍ ଦିନ ଭିତରେ, 2-3 ଦିନ ଭିତରେ। ତ ଇଏ ଥିଲା ଆମର ମନ୍ଦିରର କିଛି ପଛ ପାଖର ଦୃଶ୍ୟ।
ଅତି ଶାନ୍ତିଦାୟକ ଅତି ଆନନ୍ଦଦାୟକ ଥିଲା ଏ ପଛ ପାଖର ଭିଉ। ସାଙ୍ଗମାନେ ଏଠି ଆସିଲା ପରଠୁ ମୁଁ ଗୋଟେ ଜିନିଷ ନୋଟିସ୍ କରୁଛି ଯେଉଁଟା ଆପଣମାନଙ୍କୁ ଏପର୍ଯ୍ୟନ୍ତ ମୁଁ ସେୟାର କରିନି କି ଏଠି ମାନେ ତୁଳସୀ ଗଛ ଏତେ ଲଗାଯାଇଛି ଯେ ମାନେ ୱାନ୍ ଟାଇପ୍ ଅଫ୍ ଜଙ୍ଗଲ ହେଇଯାଇଛି। ତ ଏଠି ଖାଲି ବାସ୍ନାଟା ତୁଳସୀମୟ ଲାଗୁଛି। ତ ଏଠି ଦେଖନ୍ତୁ ପାଣିର କେମିତି ସବୁ ଡିଜାଇନ୍ କରାଯାଇଛି। ତ ଏଠି ପାଖରେ କିଛି ଗଛ ବି ଲାଗିଛି। ତ ଏବେ ଯେହେତୁ ଏଗୁଡ଼ାକ ନୂଆ କାମ ହେଉଛି ତ ଅଳ୍ପ ସଜା ହେଇଛି, ତ ଆହୁରି ଦେଖିପାରୁଥିବେ ଅନେକ ସାରା କନଷ୍ଟ୍ରକ୍ସନ୍ କାମ ଏଠି ବାକି ବି ଅଛି। ତ ଖୁବ୍ ଶୀଘ୍ର ତାର କନଷ୍ଟ୍ରକ୍ସନ୍ କାମ ସରିବ ଆଉ ଏଠି ପୁରା କାର୍ଯ୍ୟକ୍ଷମ ହେବ ଏ ମନ୍ଦିର। ତ ଦେଖିପାରୁଛନ୍ତି ଆପଣମାନେ କେତେ ସୁନ୍ଦର। ତ ରାସ୍ତା ପାଖର ଇଏ ମନ୍ଦିର, ଇଏ ହେଉଛି ତାର ପଛ ଗେଟ୍ ଆଉ ସେପଟେ ଆମେ ଆସିଲୁ ଯେଉଁ ତାର ଫାଷ୍ଟ ଏଣ୍ଟ୍ରାନ୍ସ ଗେଟ୍। ତ ସାଙ୍ଗମାନେ ଆପଣମାନେ ଏବେ ଦେଖୁଥିଲେ କି ଆମେ ଲକ୍ଷ୍ମୀନାରାୟଣ ମନ୍ଦିର ଭିତରେ ଥିଲୁ। ତ ଏବେ ଆମେ ଘରକୁ ରିଟର୍ଣ୍ଣ କରୁଛୁ। ତ ଚାଲନ୍ତୁ ଏବେ ଯିବା ଘରକୁ। ତ ସକାଳୁ ମର୍ଣ୍ଣିଂ ୱାକ୍ରେ ଆସିଥିଲୁ, ତ ଏବେ ଆମେ ଯାଉଛୁ ଘରକୁ। ତ ଆମେ ରାସ୍ତା ଉପରକୁ ପଳେଇ ଆସିଲୁ। ଏବେ ଘରକୁ ଯାଇକି ଘରେ କ'ଣ ହେଉଛି ପୁଣି ଆପଣମାନଙ୍କୁ ଦେଖାଉଛି। ତ ଆପଣ ବ୍ଲଗ୍ରେ କଣ୍ଟିନ୍ୟୁ ଯୋଡ଼ି ହେଇକି ରୁହନ୍ତୁ, ତ ଜାଣିପାରିବେ କ'ଣ ହେଉଛି କ'ଣ ନାହିଁ। ସାଙ୍ଗମାନେ ଏବେ ଦେଖନ୍ତୁ ଆମେ ଆସିକି ଘରେ ପହଞ୍ଚିଗଲୁ ଘର ପାଖରେ। ତ ଚାଲନ୍ତୁ ଏବେ ଯିବା ବ୍ରସ୍ କରିବା, ତା ସାଙ୍ଗକୁ ଆମର ଯାହା ଆଉ ସବୁ କାମ ଅଛି କରିବା। ତ ତା ଭିତରେ ଆପଣମାନଙ୍କ ଭିଡ଼ିଓ ସହ ଯୋଡ଼ି ହେଇକି ରୁହନ୍ତୁ, କ'ଣ ହେଉଛି ଆପଣମାନଙ୍କୁ ଦେଖେଇବି। ତ ଚାଲନ୍ତୁ ଯିବା। ସାଙ୍ଗମାନେ ଦେଖନ୍ତୁ ଗାଧି ପାଧି ରେଡ଼ି ହେଇସାରିଛି। ତ ଏଠି ଚଣା ଭେଦା ହେଇଛି ଖାଇବା। ଚାଲନ୍ତୁ ତ ତାପରେ କ'ଣ ହେଉଛି ପୁଣି ଭିଡ଼ିଓରେ କଣ୍ଟିନ୍ୟୁ ରୁହନ୍ତୁ, ଜାଣିପାରିବେ ଦେଖିବେ। ସାଙ୍ଗମାନେ ଏବେ ଆମେ ମାର୍କେଟ ବାହାରିଲୁ, ଆଉ କିଛି କାମ ଅଛି ପୋଷ୍ଟ ଅଫିସରେ। ତ ଆମର ଏବେ ଆମ ଚ୍ୟାନେଲ୍ ପାଇଁ ସବସ୍କ୍ରାଇବର ଆବଶ୍ୟକତା ଅଛି। ତ ଦେଖିବା ଆମର ପୋଷ୍ଟ ଅଫିସରେ କାମ ହେଇପାରିବ କି ସବସ୍କ୍ରାଇବ୍ ମିଳିବ କି ନାହିଁ, ନହେଲେ ତା'ର ଅଲ୍ଟରନେଟିଭ୍ ବାଟ ଖୋଜିବାକୁ ପଡ଼ିବ, କ'ଣ ହେବ ନାହିଁ। ତ ଚାଲନ୍ତୁ ଯିବା। ମାନେ ଦୋକାନରୁ କାମ ସାରିକି ଆମର ଘରକୁ ପଳେଇ ଆସିଲୁ। ଯିବା ଚାଲ। ମାନେ ଆମେ ଯେଉଁ ଯାଇଥିଲୁ ଆଜି ପୋଷ୍ଟାଲକୁ ସୁଇଚ୍ କୋଡ଼୍ ପାଇଁ, ତ ଯାହା ହଉ ସୁଇଚ୍ କୋଡ଼୍ ମିଳିଗଲା। ଆଉ ତା ସହିତ ଆଜିର ବ୍ୟୁଟିଫୁଲ୍ ବ୍ଲଗ୍କୁ ଏଇଠି ଏଣ୍ଡ୍ କରିବା। ପୁଣି ଦେଖା ହେବ ଆଉ ଗୋଟେ ନୂଆ ବ୍ୟୁଟିଫୁଲ୍ ବ୍ଲଗ୍ ସହ।